କନ୍ଧମାଳ ଜିଲ୍ଲାର 59 ନମ୍ବର ଜାତୀୟ ରାଜପଥରେ ଗୋଟିଏ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ ବସ୍ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ। ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗିବାଡ଼ି ଛକ ନିକଟରେ। ମିଳିଥିବା ସୂଚନା ଅନୁଯାୟୀ ରୁଦ୍ରକାଳୀ ନାମକ ଏକ ଘରୋଇ ବସ୍ କଳାହାଣ୍ଡି ଜିଲ୍ଲାର ଏମ୍ରାମପୁର ଠାରୁ ଭଞ୍ଜନଗର ବିମୁଖେ ଯାଉଥିବା ବେଳେ ହଠାତ୍ ବସ୍ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ତେଣୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯିବାରୁ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ବସ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ ବସ୍ ଭିତରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ଜଣେ ଛାତ୍ରୀଙ୍କର ମେଟ୍ରିକ୍ ସାର୍ଟିଫିକେଟ୍, ମୋବାଇଲ ଓ ତାଙ୍କର ପଇସା ଥିବା ବ୍ୟାଗ୍ କାଢ଼ିବା ପୂର୍ବରୁ ତାହା ନିଆଁରେ ଜଳି ଯାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲାରୁ ହେମନ୍ତ ଦିଗାଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।